8 ବାଜିଗଲାନ ଆଉ ଏବେ ବି ପୁରା ମସ୍ତ ଭିୟୁ ଆସୁଛେ ଇନ ତ ହେଥିର୍ ଲାଗି ଆମେ ଇନ ଫଟୋ ଫୁଟି ଯୋଡ଼େ ଭିୟୁ ତ ଆମେ ଦର୍ଶନ କରିସାରିଛୁ ନା ଭିୟୁ ପୁରା 1 ନମ୍ବର ଆସୁଛେ ଉପରୁ ପାହାଡ଼ ଉପରେ ନା ହେଥିର୍ ଲାଗି ତ ଦେଖ ଆମେ ପୁରା କେତେ କ୍ରାଉଡ଼ ବି ଅଛନ୍ ଏଇଟା ଦେଖ ପହଞ୍ଚି ଗଲୁନ ଆମେ ଗୋପାଳପୁର ବିଚ୍। হ্যালো ভাই নমস্কার জয় জগন্নাথ। তো এটা আমি দেখুছ ଆମେ ଏଇ ଯେନ୍ ହୋଟେଲରେ ରହିଥିଲୁ ତାପରେ ଇନୁ ଆମେ ବାହାରି ଯିବୁ ଆମର ନେକ୍ସଟ ଲୋକେସନ୍ ଆମର ଯେନ୍ ଅଛେ ଏବେ ସକାଳ ହେଇଗଲାନ ପୁରା ଦେଖ ସକାଳ 8 ବାଜିଗଲାନ ଆଉ ଏବେ ବି ପୁରା ମସ୍ତ ଭିୟୁ ଆସୁଛେ ଇନ ତ ହେଥିର୍ ଲାଗି ଆମେ ଇନ ଫଟୋ ଫୁଟି ଯୋଡ଼େ ରହିଗଲୁ ଉଠାବାର୍ ଲାଗି। ତ ଦେଖ ଭାଇ ଆମେ ପୁରା ଏଇଟା ଆମେ ଏବେ ଯାଉଛୁ ବ୍ରହ୍ମପୁରରେ ଆମ ତାରାତାରିଣୀ ଦର୍ଶନ ହେବ ତାରପରେ ଆମର ହେବ ଗୋପାଳପୁର ବିଚ୍କୁ ଯିମୁ ଟିକେ ଆମେ ଇନୁ ଗାଧି ଗୁଧା କରି ଯାଇଯିବାରି କାହିଁକି ଲାଗି ଏବେ ଏକା ସିଜନଟା ନା ବୁଲା କେନ୍ଦ୍ରା କରବାର୍ ଲାଗି ତ ଭିଡ଼ ଥିବେ ହେଥିର୍ ଲାଗି ତ ଫ୍ୟୁଲରେ ଫ୍ୟୁଲ୍ ପମ୍ପରେ ଟିକେ ଫ୍ୟୁଲ୍ ଡାଲି କରି ଆମେ ଏଇଟା ଯାଉଛୁ ବାହାରି ଏବେ ନନ୍ଷ୍ଟପ୍ ଯିବୁ ନନ୍ଷ୍ଟପ୍ ଯାଇକରି ଆମେ ବ୍ରହ୍ମପୁରରେ ରେଳ ଅଟକିବୁ ତ ବ୍ରହ୍ମପୁରନ ଫାଷ୍ଟ ତ ଯିବୁ ତାରାତାରିଣୀ ଟେମ୍ପୁଲ ଆମେ କିଛି ବି ନାଇଁ ଖାଇବାର ତାଲି କାହିଁକି ଲାଗି ଦର୍ଶନ କରିବୁ ହେଥିର୍ ଲାଗି ତ କିଛି ନାଇଁ ଖାଇକରି ଆମେ ସକାଳ ସକାଳ ପୁରା ବାହାରି ଗଲୁ ଗାଧା ଫାଧା କରି ହୋଟେଲରେ ତ ହୋଟେଲ ତ ଦେଖିଲ କେନ୍ତା ପୁରା ମସ୍ତ ଥିଲା ଯିଏ ଯଦି କିଛି ମାନେ ରହିବାର୍ ଲାଗି ଚାହୁଁଛ କିଛି କଣ୍ଟାକ୍ଟ କରିବା ଲାଗି ଚାହୁଁଛ ମୁଁ ତ ହେନ ଦେଇଛେ ସବୁ ଡିଟେଲ୍ସ ଯଦି ବି ନାଇଁ ଜାଣିପାରବାର ତ ମୋତେ କମେଣ୍ଟ କରିପାର ଭଲ ପୁରା ଲକ୍ଜରୀ ହୋଟେଲରେ ଖାନା ପିନା ସବୁ ସୁବିଧା ଅଛେ ରହିବାରଟା ମସ୍ତ ଲାଗ୍ଲା ତ ହେନ ରହିପାରବ ଯିଏ ଦାରିଙ୍ଗବାଡ଼ି ଆସୁଛ ତ ଟିକେ ରେଟ୍ ଅଛେ ଲେକିନ୍ ପୁରା ଲକ୍ଜରୀ ରହିବାରଟା ତ ଏନ ତ ଆମେ ନାଇଁ ରହୁ ଆମେ ବ୍ରହ୍ମପୁରରୁ ଆମେ ଆଜିକା ଭୁବନେଶ୍ୱର ଯିବାକେ ପଡ଼ବା କାହିଁକି କାଲି ଆମର ଲାଷ୍ଟ ଲୋକେସନ୍ ଅଛି ଭୁବନେଶ୍ୱର ପୁରୀ ଭଗବାନଙ୍କ ଦର୍ଶନ କରିନା ଆମେ ଯିବୁ ଭାବିଛୁ ମାନେ ଏଣ୍ଡ କରିବୁ ଆମର ରାଇଡ଼ଟାକୁ ତ ଆମେ ଏଇଟା ହେନ୍ତା କଥାବାର୍ତ୍ତା ହେଇକରି ଆମେ ଏଇଟା ଯାଉଛୁ ବାହାରି ସିଧା ବ୍ରହ୍ମପୁରରେ ତ ଯିଏ ଜାଣିଛ ବ୍ରହ୍ମପୁରରେ ହିଁ ମା ତାରାତାରିଣୀଙ୍କ ଟେମ୍ପୁଲ ଅଛି ଆମର ଆହୁରି ବି ଥିଲା ମହେନ୍ଦ୍ରଗିରି ଯିବାର ଥିଲା ଆଉ ବାଲାକୁମାରୀ ଟେମ୍ପୁଲ ଯିବାର ଥିଲା ତ ସେଇଟା ତ ନାହିଁ ହେଇପାରେ କାହିଁକି ଗୋଟେ ଦିନ ହେତିକି କଲା ବେଳକୁ କଭର୍ କଲା ବେଳକୁ ମାନେ ପୁରା ଲାଗିଯିବା କାହିଁକି ଆମକୁ ବ୍ରହ୍ମପୁରରେ ଗୋଟେ ଦିନ ରହିବାକୁ ପଡ଼ବା ତ ହେଥିର୍ ଲାଗି ଆମେ ଭାବିଛୁ କି ବ୍ରହ୍ମପୁରରେ ନାଇଁ ରହୁ ଆଉ ଦିନେ କେବେକା ବାଲାକୁମାରୀ ଟେମ୍ପୁଲ ଆସିବୁ ଆଉ ମହେନ୍ଦ୍ରଗିରି ଆସିବୁ ଆଜିକା ଖାଲି ତାରାତାରିଣୀ ଟେମ୍ପୁଲ ଦର୍ଶନ କରିବୁ ଆଉ ଗୋପାଳପୁର ବିଚ୍ ଯିବୁ ବୁଲା କେନ୍ଦ୍ରା କରବାର୍ ଲାଗି ଆଉ ଦେଖିବୁ ଯଦି ଭଲ ଲାଗ୍ଲେ ଗାଧା ପାଧା କରିବୁ କାହିଁକି ଲାଗି ଏଇଟା ଗୋପାଳପୁର ବିଚ୍ଟା ତ ଛୋଟ ବିଚ୍ଟେ ମାନେ ପୁରୀ ଯେନ୍ତା ଲମ୍ବି ଥିସି ଏଇଟା ହେନ୍ତା ନାଇଁନ ତ ଏଇଟା ଆମେ ହେନ୍ତା ହିଁ ବାହାରି ଯାଉଛୁ ତ ଆମେ ମହେନ୍ଦ୍ରଗିରି ଆଉ ବାଲାକୁମାରୀ ଟେମ୍ପୁଲ ନାଇଁ କଭର୍ କରୁ ଆମେ ଖାଲି ତାରାତାରିଣୀ ଟେମ୍ପୁଲକୁ ଯିବୁ ତ ଏଇଟା ଦେଖ କଥାବାର୍ତ୍ତା ଲାଗି କରି ଆମେ ପଳେଇ ଆସିଲୁନ ତାରାତାରିଣୀ ଟେମ୍ପୁଲ ତ ଏଇଟା ସବୁ ପାର୍କିଂ ମାନେ ବାଇକ୍ ଆଉ କାର୍ ମାନେ ଲାଗିଛେ ତ ଆମକୁ ବି ବାଇକ୍କୁ ଆମର ପାର୍କିଂ ଥି ଲଗାବାକୁ ପଡ଼ବ ଏବେକା ସବୁ ସିଷ୍ଟମ୍ ଚେଞ୍ଜ ହେଇଯିନ ଏବେ ଗାଡ଼ି ରଖିକରି ତଳେ ପୁଣି ଟିକେଟ୍ କାଟବାକୁ ପଡ଼ବ ମାନେ ବାଇକ୍ର ରଖିବ ଟିକେଟ୍ କାଟବ ତାରପରେ ଫେର୍ ଯିଏ ବସ୍ ଥି ଯିବ ଏବେ ହଁ ସିଡ଼ି ବି ଅଛେ ବସ୍ ବି ଅଛେ ଆଉ ଆମର ଯେନ୍ ରୋପୱେର ବି ବ୍ୟବସ୍ଥା ଅଛେ ସେଟା ଜିପ୍ ଲାଇନ୍ କହିସନ୍ ରୂପେ ସାଇଡ୍ କହିସନ୍ ତ ଏଇଟା ଦେଖ ଆମେ ସାମ୍ନାରେ ଅଛୁ ଏବେ ଆମେ ଏବେ ହେନ ଟିକେଟ୍ ବସ୍ର କାଟବୁ ଆଉ ଯିବୁ ଏଇଟା ଆମ ବାଇକ୍ ମାନେ ପାର୍କିଂ କରୁଛନ୍ ସେମାନେ ମୋର୍ ବାଇକ୍ ତ ପାର୍କିଂ କରିଦେଇଛେ ଆର ବାଇକ୍ଟା ଆମର ପାର୍କିଂ କରୁଛ ଦେଖ ଏବେ ବହୁତ ଭିଡ଼ ଅଛନ୍ ନା ଏବେ ତଳେ ଏତିକି ଅଛନ୍ ଉପରେ କେତେ ଥିବେ ଭାବୁଛ ତ ଟାଇମ୍ ବି ହେଇଗଲାନ ଚାଲ ଆମେ ଦର୍ଶନ କରବା ହେନ ତାରପରେ ଇନୁ ଆମେ ବାହାରି ଯିବା ଆମର ଗୋପାଳପୁର ବିଚ୍କେ ଏଇଟା ଦେଖ ସେ ବସ୍ ଷ୍ଟାଣ୍ଡ ମାନେ ଯେନ ବସ୍ର ଟିକେଟ୍ କାଟସନ୍ ତ ଯିବା ଆଇବାରଟା 40 ଟଙ୍କା ନେସି ତ ଆମେ କାଟିଦେଲୁ ତାପରେ ଏଇଟା ବସ୍କେ ୱେଟ୍ କରିଛୁ ଯିବାର୍ ଲାଗି ତ ଏଇଟା ଦେଖ ବସ୍ରେ ଯାଉଛୁ ଏବେକା ବସ୍ରେ ବି ହେନ୍ତା ଦେଖ ଭିଡ଼ ବି ରହୁଛନ୍ ମାନେ ବସ୍ରେ ବି ଯିବ ଆସିବ 40 ଟଙ୍କା ଠିଆ ହେଇନା ବି ଯାଉଛନ୍ ଲୋକ ତ ଆମେ ବସ୍ ତାପରେ ପହଞ୍ଚି ଆସିଥିଲୁ ଉପରକେ ତ ଏବେ ଚାଲ ଦର୍ଶନ ପହଲା କରବା ତାରପରେ ଭିଡ଼ିଓ ଫଟୋ ନେମା କାହିଁକି ଲାଗି ଏବେ ଭିଡ଼ ତ ଅଛନ୍ ଦେଖୁଛ କେତେବେଳେ ଚପଲ ଅଛି କେତେ ଲୋକ ଅଛନ୍ ତ ଆମେ ଏଟା ଦର୍ଶନ କରିସାରିଲା ପରେ ଏବେ ଭିୟୁର ଟିକେ ମଜା ନେଲୁ ଦେଖୁଛ ନା କେନ୍ତା ଭିୟୁ ଅଛେ ଭାଇ ପୁରା ମସ୍ତ ଭିୟୁ ତ ଆମେ ଦର୍ଶନ କରିସାରିଛୁ ନା
ଭ୍ୟୁ ପୁରା ଏକ ନମ୍ବର ଆସୁଛି ଉପରୁ ପାହାଡ଼ ଉପରେ ନା ହାତିର୍ ଲାଗି। ତ ଦେଖ ଆମେ ପୁରା କେତେ କ୍ରାଉଡ଼ ବି ଅଛନ୍। ଏଇଟା ପୁରା ଆମେ ମେନ୍ ଗେଟ୍ ନ ଅଛ ମାନେ ସାମ୍ନାରେ ମନ୍ଦିର ସାମ୍ନାରେ ଫଟୋ ନେଉଛୁ। ତାରପରେ ଇନୁ ଆମେ ଫଟୋ ନେଇକରି ଏଇଟା ଆମେ ବାହାରିଲୁନ ଏବେ ଇନୁ ଯିବାର୍ ଲାଗି କାହିଁଥିର୍ ଲାଗି ଆମର ବହୁତ ଗୁରେ ଲୋକେସନ୍ ତ କ୍ୟାନସେଲ୍ ହେଇଗଲା ହେଲେ ବି ତାରପରେ ଆମେ ତଳକେ ପଳେଇ ଆସିଥିଲୁ ଆମର୍ ବାଇକ୍ ପାଖକେ। ଏଇଟା ଦେଖ ଆମର ବାଇକ୍ ପାଖକେ ପଳେଇ ଆସିଥିଲୁ। ଏବେ ବାଇକ୍ ନେବୁ ପାର୍କିଂରୁ ତାପରେ ଯିବୁ ଆମେ ଖାନାପିନା କରବାର୍ ଲାଗି କାହିଁଥିର୍ ଲାଗି ଆମେ ସକାଳୁ କିଛି ନାଇଁ ଖାଇଥାଇ। ତ ଏଇଟା ପଳେଇ ଆସିଲୁ ଗୋଟେ ଢାବାକେ ଖାନାପିନା କରବାର୍ ଲାଗି। ଇନ ଖାନାପିନା କରବୁ ଯିଏ ଯେନ୍ତା ଜାଣା ଅର୍ଡ଼ର କରବାର କଥା କରିଥିଲେ। ତାପରେ ଖାନାପିନା କରିସାରିଲା ପରେ ଇନୁ ଆମେ ବାହାରିଯିବୁ ଗୋପାଳପୁର ବିଚ୍। ଗୋପାଳପୁର ବିଚ୍ ଏଇ ଆମେ ଦେଖ ଏଇ ବାଟରେ ଏଇଟା ଏଇ ଢାବାନ ଖାଇଲୁ। ତାପରେ ଏଇଟା ପଳେଇ ଯାଇଥିଲୁ ଗୋପାଳପୁର ବିଚ୍କେ ହେନ ବୁଲା କେନ୍ତା ଟିକେ କରମୁ ଫଟୋ ନେମୁ। ଲେଟ୍ ତ ହେଲା ନା ଗାଧି ହେବା ନାଇଁ ଦେଖବୁ ଯଦି ମଜା ଲାଗଲା ତ ଗାଧବୁ ମାନେ ଏନ୍ଜୟ ଟିକେ କରବୁ ଭାବିଛୁ ଆମେ ଲେକିନ୍ ଏବେକା କିଛି କନଫର୍ମ ନାଇଁନ। ତ ଏଇଟା ଦେଖ ଆମେ ହେନ୍ତାରେ ହିଁ ଯାଉଛୁ ବାହାରି ଗୋପାଳପୁର ବିଚ୍କେ। ଏଇଟା ଦେଖ ପହଞ୍ଚି ଗଲୁନ ଆମେ ଗୋପାଳପୁର ବିଚ୍। ଏଇଟା ଦେଖ ଗୋପାଳପୁର ଲେଖା ହେଇଯାଇନ ସେମାନେ ଆଗ ଆଗ ଚାଲି ଚାଲି ଯାଉନ ମୁଇଁ ପଛାଡ଼େ ଯାଉଛି। ତ ଦେଖ ମସ୍ତ ଭ୍ୟୁ ଅଛି। ତାପରେ ଗୋପାଳପୁର ବିଚ୍ ନୁ ଆମେ ଫଟୋ ନେଇକରି ପଳେଇ ଆସି ଯାଇଥିଲୁ ଭୁବନେଶ୍ୱର ପହଞ୍ଚୁ ପହଞ୍ଚୁ ଆମକୁ ରାତି ହେଇଯାଇଥାନ। ତ ହେନ ଆମେ ରୁମ୍ ବୁକିଂ କରିଦେଇଛୁ ହେନ ଆମେ ରହିବୁ ଆଉ କେନ୍ ହୋଟେଲ୍ ଦେଖିକରି ଖାନାପିନା କରବୁ। ତାରପରେ ସକାଳୁକା ଆମେ ବାହାରି ଯିବୁ ପୁରୀ ଭଗବାନଙ୍କ ଦର୍ଶନ କରବାର୍ ଲାଗି। ତ ଏଇଟା ଦେଖ ରାତି ପୁରା ହେଇଗଲାନ ପୁରା ରାତି 8 ବାଜିଗଲାନ। ତ ଆମେ ସିଧା ଯିବୁ ହୋଟେଲ୍ ତ ବୁକିଂ ସାରିଜିନା ଆଉ ଖାନାପିନା କରିଦେବୁ ତାରପରେ ହୋଟେଲ୍କୁ ପଳାବୁ। ତ ଏଇଟା ଦେଖ ଆମେ ହୋଟେଲ୍କୁ ପଳେଇ ଆସିଥିଲୁ ଏନ ଖାନାପିନା କରୁଛୁ ନାନ୍ ସାଙ୍ଗରେ ଯାହାବି। ତାରପରେ ଦେଖ ଏଇ ହୋଟେଲ୍ରେ ଆମେ ଖାଇଥିଲୁ ଭୁବନେଶ୍ୱରରେ। ତାପରେ ରୁମ୍କୁ ପଳେଇଥିଲୁ ରୁମ୍ରେ ଶୁଆ କରି ତାପରେ ସକାଳ ଗାଧା ପାଧା କରି କରି ଆମେ ବାହାରି ଯାଇଥିଲୁ ପୁରୀ। ତ କାହିଁଥିର୍ ଲାଗି କି ଏଇଟା ଏବେ ତ ଜାଣିଛ ପୁରା ବୁଲବାର୍ ସିଜନ୍ଟାଏ ତ ପୁରୀରେ ଭିଡ଼ ଥିବେ ଭଗବାନଙ୍କ ଦର୍ଶନ ଲାଗି ତ ସବୁଦିନ ଭିଡ଼ ଥିସନ୍ ଲେକିନ୍ ଏବେକା ବହୁତ ଭିଡ଼ ଥିବେ ଲାଇନ୍ ଲମ୍ବାକୁ ପଡ଼ବା। ତ ହେଥିର୍ ଲାଗି ଆମେ ଇନୁ ହିଁ ଗାଧା ପାଧା କରିନା ଆମେ ବାହାରି ଯାଇଥିଲୁ ପୁରୀକେ। ତ ପହିଲା ଦର୍ଶନ କରବୁ ତାରପରେ ଆମେ ଯିବୁ ଫେର୍ ଆମର ବିଚ୍କେ। ତ ଗଲାବେଳେ ଦେଖ ଗୋଟେ ବସ୍ଟେ ଗୋଟେ ଆକ୍ସିଡେଣ୍ଟ ହେଇଯାଇଥିଲା ମାନେ ନିଦରେ କାଣା ଯେ ପୁରା ଚଢ଼େଇ ଦେଇଥିଲା ଉପରକେ। ତ ଏଇଟା ରାସ୍ତା ନ ହିଁ ହେଇଥିଲା ପୁରୀ ରାସ୍ତାରେ। ତ ଆମେ ତ ହେଥିର୍ ଲାଗି ଗାଧା ପାଧା କରିଦେଇଛୁ କାହିଁଥିର୍ ଲାଗି ଏବେ ଭିଡ଼ରେ ଦର୍ଶନ ନାଇଁ କରିପାରବୁ ନା ଭଗବାନଙ୍କୁ। ଗାଧା ପାଧା କରିଦେଇଛୁ ତାପରେ ଆମେ ଦର୍ଶନ କରିସାରିଲା ପରେ ତାପରେ ଭାବିଛୁ ଫେର୍ ଗାଧବୁ ବିଚ୍ରେ କାହିଁକି ପୁରୀ ଆସିବ ଆଉ ଭଗବାନଙ୍କୁ ଦର୍ଶନ ନାଇଁ କରବ ଆଉ ବିଚ୍ରେ ନାଇଁ ଗାଧବ ବୋଲେ ନାଇଁ ହେଟା ପୁରୀ ଆସିବାର କିଛି ମତଲବ ନାଇଁନ ହେଥିର୍ ଲାଗି। ତ ଏଇଟା ଦେଖ ଆମେ ପୁରୀ ପହଞ୍ଚି ଆସିଲୁନ ପୁରୀ ପୁରା ଏଇଟା ପୁରୀ ସାୟଦ ଏଇଠୁ 1-2 କିଲୋମିଟର ଭିତରେ ହିଁ ହେବା। ତ ଯିବୁ ଆମେ ବାଇକ୍କୁ ପାର୍କିଂ କରିଦେବୁ ତାରପରେ ଦର୍ଶନ କରି ପଳେଇବୁ। ଏଇଟା ଦେଖ ଆମେ ବଡ଼ଦାଣ୍ଡକେ ପଳେଇ ଆସିଲୁନ। ବଡ଼ଦାଣ୍ଡ ଏଇଟା ଯିଏ ନାଇଁ ଜାଣିଥିବ ନାଇଁ ବଡ଼ଦାଣ୍ଡ ପୁରା କେତେ ବଡ଼ଦାଣ୍ଡ ପୁରା ଏଣ୍ଡରେ ଯାଇନା ଆମ ଭଗବାନଙ୍କ ଦର୍ଶନ କରିପାରିବ ମାନେ ମନ୍ଦିର ଯେନ୍ ଅଛି ଶ୍ରୀମନ୍ଦିର ଜଗନ୍ନାଥ ମନ୍ଦିର। ଆଉ ଏଇଟା କାଣା କରିଛନ୍ ମୁଁ କିଛି ବୁଝିପାରବାର ନାହିଁ ବଡ଼ଦାଣ୍ଡରେ ଛେକି ଦେଇଛନ୍ ମଝିରୁ ଭାଇ ବହୁତ ଅସୁବିଧା ହଉଛେ ମାନେ ଯିବା ଆସିବା ଲୋକ ଏନ୍ତାରେ ତ ଏତେ ଭିଡ଼। ଚାରିଧାମ ଭିତରେ ଆମ ଓଡ଼ିଶାରେ ହିଁ ଏଇଟା ଗୋଟେ ଧାମ ଅଛି ପୁରୀ ଜଗନ୍ନାଥ ଧାମ। ତ ଏନ୍ତା ହିଁ ଯଦି କରାବେ ଏଇଟା କାଣା ମୁଁ କିଛି ବୁଝିପାରୁନି କି ଏଇଟା ବିଜେପିର କିଛି ମୁଁ ତ ସେଇଟା ଭାବୁଛି ଅରେଞ୍ଜ ସବୁଆଡ଼େ ଦିଶୁଛି ଅରେଞ୍ଜ ମାନେ ତ ବିଜେପି ତ ଖାଲି ଘାଣ୍ଟୁଛେ ଭାଇ କିଛି ତ ନାହିଁ ସୁବିଧା ସୁଯୋଗ କିଛି ନାହିଁ ଖାଲି ଘାଣ୍ଟୁଛେ କିଛି ନାହିଁ ବୁଝିପାରା। କଲର୍ ଦିଅ ଏଇଟା କର କାଣା ଡେଭଲପ୍ କଲାଣି ତ ମୁଇଁ ଆଜ ଯାକେ ନାଇଁ ହେଇପାରେ। ଆଉ ଧର୍ମକୁ ନେଇକରି ସେ ଖେଳୁଛି ଲୋକମାନଙ୍କର ମାଇଣ୍ଡ ଥି ଭାଇ ଯିଏ ମୂର୍ଖ ନାଇଁ ଜାଣି ଲେକିନ୍ ଭାଇ ମୋତେ ଜାଣା କହିଲେ କୁହ ଏଇଟା ତ ଆମେ ଦେଖୁଛୁ ଜାଣୁଛୁ ଯିଏ ପାଠ ପଢ଼ା ନାହିଁ ସେ ଠିକ୍ ଜାଣୁଥିବା ସେ ଖାଲି ଧର୍ମକୁ ନେଇନା ଖେଳୁଛି ମନ୍ଦିର କର ଏଇଟା କର ଏଇଟା କର ଭାଇ କରୁଛ ଠିକ୍ ଅଛି। ତ ଲେକିନ୍ ଲୋକମାନଙ୍କର କଥା କାଣା ସେମାନେ ହିଁ ତ ତମକୁ ଦେଇଛନ୍ ସେମାନଙ୍କର କଥା କିଛି ନା କାଏଁ କଲର୍ କରବ ଆଉ ଏଇଟା କରବ ଧର୍ମ ଏଇଟା ଖ୍ରୀଷ୍ଟିଆନ ପାକିସ୍ତାନ ମୁସଲମାନ
ଭାଇ ଏଇଟା ତମେ ନିଜେ କରିଯାଅନ୍। ତ ଏଇଟା ଦେଖ ଆମେ ପଳେଇ ଯାଇଥିଲୁ ବାଇକ୍ ଷ୍ଟାଣ୍ଡକେ। ବାଇକ୍ ଷ୍ଟାଣ୍ଡରେ ବାଇକ୍ ରଖିକରି ଆମେ ପଳେଇ ଯିବୁ ଦର୍ଶନ କରବାର୍ ଲାଗି। ତ ଯିଏ ନାଇଁ ଜାଣି ନାହିଁ ଭାଇ ମନ୍ଦିରର ପଛାଡ଼େ ନାହିଁ ପୁରା ଫ୍ରିରେ ବାଇକ୍ ଷ୍ଟାଣ୍ଡ ଅଛି, ମାନେ ବାଇକ୍ ପାର୍କିଂ କରିପାରିବ, ବାଇକ୍ କାର୍ ଜାଣା ବି। ଆଉ ହେନ ଜୁତା ଚପଲ ବି ରଖିପାରିବ, ଆଉ ମୋବାଇଲ ବି ରଖିପାରିବ। ତ ଆମେ ହେନକେ ହିଁ ଯାଉଛୁ, ଫ୍ରି ଥି ହଉଛେ କାଣା ନାହିଁ। ତ ହେନ ବାଇକ୍ ରଖିକରି ଆମେ ଏବେ ପଳେଇ ଯିବୁ ଦର୍ଶନ କରବାର୍ ଲାଗି। ଏଇଟା ଦେଖ ଆମେ ପଳେଇ ଯିବୁ ଦର୍ଶନ କରବାର୍ ଲାଗି। ଦର୍ଶନ କରି ସାରିଲା ପରେ ଆମେ ଫଟୋ ନେମୁ, ତାପରେ ଇନୁ ଯିମୁ। ତ ଦେଖ ଆମେ ଦର୍ଶନ କରି ସାରିଲା ପରେ ଏଇଟା ଆମେ ଫଟୋ ଭିଡ଼ିଓ ଟିକେ ନେଉଥିଲୁ। ତ ତାରପରେ ଫଟୋ ଭିଡ଼ିଓ ନେଇ ସାରିଲା ପରେ ଆମେ ଇନୁ ପଳେଇ ଯିବୁ ଆମର୍ ସି ବିଚ୍କେ ପୁରୀର। ତ ଦେଖ କେତେ କ୍ରାଉଡ଼ ଅଛନ୍ ଦେଖୁଛ ତ ଭାଇ, ଏତେ ଭିଡ଼ ପୁରା ଯିଏ ଆସୁଛ ଭାଇ ଏବେ ଏଇ ସିଜନରେ ପୁରା ସକାଳୁ ପଳେଇ ଆସିବ, କାହିଁଥିଲାଗି ନହେଲେ ବହୁତ ପୁରା ଏତେ ଭିଡ଼ ଅଛନ୍ ଯେ ପୁରା ଦିମାଗ ଖରାପ। ମାନେ ପୁରା ଲାଇନ୍ ଲଗାବାକୁ ପଡ଼ିବ ତମକୁ, 4 ଘଣ୍ଟା 5 ଘଣ୍ଟା ଲାଗ୍ବା। ପୁରା ଯଦି ସକାଳୁ ପଳେଇ ଆସିବ ନା ପୁରା ଆରାମସେ ଦର୍ଶନ ହେଇଯିବା, ଭଗବାନଙ୍କୁ ଦର୍ଶନ କରିପାରିବ। ଆମେ ଏଇଟା ପୁରୀ ବୁଲିକି ଏବେ ଯାଉଛୁ। ଆମେ ଏବେ ବିଚ୍କୁ ଯିବୁ, ବିଚ୍ରେ ଟିକେ କିଛି ସମୟ ରହିବୁ। ତାପରେ ଏଇଟା ବହୁତ ଦିନ ହେଇଗଲାଣି, 3 ଦିନ ପାଖାପାଖି ହେଇଗଲାଣି କନ୍ଧମାଳ, ଗଞ୍ଜାମ, ତାପରେ ଏଇଟା ପୁରୀ ଆମ ଲାଷ୍ଟ ଲୋକେସନ୍। ଭଗବାନଙ୍କ ଦର୍ଶନ କରିନା ଆମେ ଆମ ମାନେ ଟ୍ରିପ୍କୁ ଖତମ କରିବୁ ଭାବିଛୁ। ତ ଆପଣମାନଙ୍କୁ ସର୍ଟ ମାନେ ସବୁ ଦେଖୁଥିବ, ମାନେ ରିଲ୍ ସର୍ଟ ବହୁତ ଗୁଡ଼ା ମୁଁ ଛାଡ଼ିବି, ପୋଷ୍ଟ ବି ଆସିବ। ଆଉ ଲଙ୍ଗ୍ ଭିଡ଼ିଓ ବି ଆସିବ, କ'ଣ ପାଇଁ ନା ବୁଲାବୁଲି ଚାଲିଛି। ସେଥିର୍ଲାଗି ଆମେ ଟିକେ ଛାଡ଼ି ପାରୁନୁ ଠିକ୍ସେ। ତ ଏବେ ନନ୍ଷ୍ଟପ୍ ଆସିବ ଭିଡ଼ିଓ ହେଟା ସର୍ଟସ୍ ଆଉ ଲଙ୍ଗ୍ ଭିଡ଼ିଓ ବି ପୁରା ଫୁଲ୍ ଡିଟେଲ୍ସରେ କହିବି, କ'ଣ ବୁଲିଲୁ କ'ଣ ନାହିଁ, କେମିତି ବୁଲିଲୁ, କେତେ କ'ଣ ଖର୍ଚ୍ଚ ହେଲା ସବୁ। ତ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କର, ଏମିତି ପୁରା ଟ୍ରାଭେଲ୍ ଭିଡ଼ିଓ ପୁରା ଲଗାତାର ଆସିବ। ଯେତେ ଦିନ ତକ ଆପଣ ଅଛନ୍ତି କି ନାହିଁ, ମୁଁ ଯେତେ ମାନେ ବଞ୍ଚିଛି, ମୁଁ ଯେତେ ଦିନ ତ ଖାଲି ଦେଖେଇବି ଆପଣଙ୍କୁ ସବୁ ନୂଆ ନୂଆ ଜାଗା। ଏବେ ତ ଭଗବାନଙ୍କୁ ଦର୍ଶନ କର। ପୁରୀ ସମସ୍ତଙ୍କ ଭାଗ୍ୟରେ ତ ନଥାଏ କି ଆସିବ, କି ଡୋରି ନ ଲାଗିଲେ ତ ଆସିପାରିବନି। ସେଥିପାଇଁ ଏବେ ଏଇଠି ହିଁ ଦର୍ଶନ କରିଥାଅ। ମୁଁ ଭଗବାନଙ୍କୁ ଡାକୁଛି ଆପଣମାନଙ୍କ ସମସ୍ତଙ୍କ ଡୋରି ଲାଗୁ, ଆପଣମାନେ ଆସନ୍ତୁ, ବୁଲାବୁଲି କରନ୍ତୁ, ଯାଆନ୍ତୁ। ସୁଜଟା ମନ୍ଦିର ପଛପଟେ ଦେଖ ଫ୍ରି ପାର୍କିଂ ଏଟା। ତ ଏଇଠି ଆସିନା ପାର୍କିଂ କରାହବ ବାଇକ୍, ହେଠି ମୋବାଇଲ ଆଉ ସବୁ ରଖିପାରିବ ବି, ସୁ ବେଗ୍ ଲଗେଜ୍ ବି ରଖିପାରିବନି। ଏଟା ଦେଖ ମନ୍ଦିର ପୁରା ପଛଆଡ଼େ ଆମ ବାଇକ୍ ଏଠି ଅଛି। ତ ବାଇକ୍ ଷ୍ଟାଣ୍ଡରୁ ଆମେ ବାଇକ୍ ନେଇକରି ଆମେ ପଳେଇ ଯାଇଥିଲୁ ଏବେ ସିଧା ବିଚ୍କୁ। ଏଇଟା ବଡ଼ଦାଣ୍ଡରୁ ଆମେ ବାହାରୁଛୁ, ଟିକେ ତ ବଡ଼ଦାଣ୍ଡରେ ଟିକେ ଭିଡ଼ ଅଛନ୍, ସେଥିଲାଗି ଟିକେ ଲେଟ୍ ହେବା। ତ ଆମକୁ ଟାଇମ୍ ବି ହେଇଗଲାନ, ଆମେ ସକାଳୁ ଆସିଥିଲୁ, ଏବେ ଟାଇମ୍ ବି ହେଇଗଲାନ। ତ ଆମକୁ ଫେର୍ ଏନୁ ଯିବାର ଅଛେ 300 କିଲୋମିଟର ପାଖାପାଖି ଆମର ଘର। ତ ଘର ଯିବାର ଅଛେ, ତ ହେଥିର୍ଲାଗି ଆମେ ଏନୁ ବି ବେଶୀ ଟାଇମ୍ ଲେଟ୍ ନାଇଁ କରୁ, ଏନୁ ହିଁ ବାହାରିବାକୁ ପଡ଼ବା। ଆମେ କିଛି ଏବେକା ଖାଇ ନାହିଁ, ଦର୍ଶନ କରିବୁ ହେଥିର୍ଲାଗି। ମାନେ ତ ଆମେ ଏଇଟା ଏବେ ବିଚ୍କୁ ଯିବୁ, ଦେଖିବୁ ଯଦି ଭଲ ଲାଗା ବୋଲେ ଗାଧା ପାଧା କରିବୁ। ତାରପରେ ଆମେ ଏନୁ ଯିବୁ ଖାନା ପିନା କରିବୁ, ତାରପରେ ଘରକେ ପୁରା ବାହାରି ଯିବୁ। ଆମର ଘର ତ ଯିଏ ଜାଣିଥିବ ଏନୁ ନାକ୍ଟି ତୋଳ ହେବା 300 ପାଖାପାଖି, 300 ହେଇଯିବା, 300 350। ତ ଆମକୁ ଯେନ୍ତା ହେଲେ 5-7 ଘଣ୍ଟା ତ ଲାଗିଯିବା। ହେଥିର୍ଲାଗି ଆମେ ଲେଟ୍ ନାଇଁ କରି ଆମେ ଏନୁ ଜଲ୍ଦି ବାହାରିବାକୁ ପଡ଼ବା। ତ ଦେଖ ଏଇଟା ବଡ଼ଦାଣ୍ଡରେ କେନ୍ତା ଭିଡ଼ ଅଛନ୍, ଏବେକା ତ ମାନେ ଲାଇନ୍ ଲମ୍ବିଛନ୍, ହେଥିର୍ଲାଗି ଟିକେ ଭିଡ଼ ଜଣା ପଡ଼ୁନେ। ଲାଇନ୍ ପୁରା 2-3 କିଲୋମିଟର ଲମ୍ବିଛନ୍। ତ ପୁରା ଏଇଟା ଲାଇନ୍ ଲାଗି ସୁବିଧା କରିଛନ୍, କାଣା କରିଛନ୍ କି ନାଇଁ ଜାଣେ, ଲେକିନ୍ ଯଦି ବି ଏନ୍ତା କିଛି ତାଙ୍କର ବିଜେପିର କରିଛନ୍ ବୋଲେ ବହୁତ ହଇରାଣ କରୁଛନ୍ ଭାଇ। ତ ଏଇଟା ଦେଖ ଆମେ ବିଚ୍କୁ ଯାଉଛୁ। ତ ଯିଏ ଜାଣି ନାଇଁଥିବ ଏଇଟା ବିଚ୍ର ରାସ୍ତା ଏନ ହିଁ ପଡ଼୍ସି। ମାନେ ବହୁତ ଗୁଟେ ରାସ୍ତା ଅଛି ବିଚ୍କୁ ବାହାରବାର୍ ଲାଗି, ଯେ ଯେନ୍ତା ଦେଖିଛ ନାଇଁ ଦେଖି ବୋଲେ ମୋର ଭିଡ଼ିଓ ଦେଖିକି ବି ଯାଇପାରବ। ଏଇଟା ଦେଖ ବହୁତ ପୁରା ସର୍ଟକଟ୍ କହିବାକୁ ହିଁ ପଡ଼ବା, କାହିଁଥିର୍ଲାଗି ଖୋଳିଥି ଯିବାର ପଡ଼ବା ନା ଗଳିରେ। ତ ହେଥିର୍ଲାଗି ମୁଁ କହୁଛେ କି ସର୍ଟକଟ୍ରେ ଆମେ ଯାଉଛୁ। ଏଇଟା ଦେଖ ଏଇ ଗଳିଥି ଯିବ ବୋଲେ ସିଧା ବିଚ୍ ନ ହିଁ ବାହାରିବ। ତ ଏଇଟା ଦେଖ ଆମେ ବାହାରି ଯାଇଥିଲୁ, ତାପରେ ବିଚ୍ର ରୋଡ଼୍କେ ବାହାରି ଯାଇଥିଲୁ। ତାପରେ ବିଚ୍ ରୋଡ଼୍ନୁ ଆମେ ଏଇଟା ବିଚ୍କୁ ଯାଉଛୁ। ତ ବିଚ୍ରେ ଦେଖିବୁ ଗାଡ଼ିଟା କେନ ଗୋଟେ ପାର୍କିଂ କରି ଆମେ ପଳେଇ ଯିବୁ। ତ ନିହେତ କିଛି ଡିସିସନ୍ ନେଇପାରୁ, କାହିଁଥିର୍ଲାଗି ସେମାନେ ପଛେ ଆମର ଆସୁଛନ୍, ସେମାନଙ୍କୁ ପଚାରବାକୁ ପଡ଼ବା ଗାଧା ପାଧା କରବା କି କାଣା କରବା। ତ
ତ ମୁଇଁ ତ ଭାଇ ଭାବି ସାରି ଯାଇକି ଗାଧବି ବୋଲି ନା କାହିଁଥିଲାଗି ମୁଇଁ ନାଇଁ ଗାଧଲେ ମୋତେ ଭଲ ନାଇଁ ଲାଗେ ମାନେ ବିଚ୍ରେ ଗାଧବାର ଗୋଟେ ଅଲଗା ମଜା ଗୋଟେ ଅଲଗା ଏନ୍ଜୟ ମାନେ ଫେରେ ମାନେ ଆସିଛୁ ନା ସଭିଏ ମିଶିକରି ଚିଣ୍ଟୁ ଭଞ୍ଜା ମୁଣ୍ଟୁ ଭଞ୍ଜା ସେ ଅରବିନ୍ଦ ତ ଏମାନେ ତ ଗାଧିଛନ୍ ନାଇଁ କେ ଜାଣେ କେତେ ଥର ଗାଧିଛନ୍ ଲେକିନ୍ ମୁଇଁ ଯେତେ ଥର ବି ଆସେ ସବୁ ଥର ଗାଧ୍ସି ତ ହେଥିର୍ଲାଗି ମୋତେ ଗାଧବାର୍ ଲାଗି ମନ ଲାଗୁଛେ ବିଚ୍ ନାଇଁ ଗାଧବଲେ ଭାଇ କାଣା ଆଉ କୁହ ତ ଏତେ ଦୂର ଆସିକରି ଦର୍ଶନ ତ ହେଇଗଲା ସୁଖରେ ତ ଏଇଟା ଦେଖ ଆମେ ହେନ୍ତା ହିଁ ବିଚ୍କୁ ପହଞ୍ଚି ଆସିଲୁନ ଏଇଟା ଏନ ବାଇକ୍ଟା ପାର୍କିଂ କରି ଆମେ ଯାଉଛୁ ଏବେ ବିଚ୍କୁ ହେନ ଗାଧା ପାଧା କରବୁ ତାରପରେ ଏନୁ ବାହାରବୁ ଡାଇରେକ୍ଟ ବାହାରି ଯିବୁ ତ ଏଇଟା ଦେଖ ଆମର ବାଇକ୍ ହେନ ରଖା ହେଇଛେ ପୁରା ହେଲମେଟଟା ହେନ ରଖିଦେଉଛୁ କାଣା କିଛି ନାଇଁ ଏନ ପୁରୀ ଲେଖେ ଜାଗାରେ କିଏ ନେବା ଏଇଟା ଦେଖ କେନ୍ତା କ୍ରାଉଡ୍ ଅଛନ୍ ବିଚ୍ରେ ବି ବହୁତ ଭିଡ଼ ଅଛନ୍ ତ ଆମ ଡିସିସନ୍ ହେଇସାରିଛେ ଏବେ ଗାଧା ପାଧା କରବୁ ତାରପରେ ଏନୁ ବାହାରବୁ ଘରକେ ତ ଦେଖ ସେମାନେ ବି ଆସିଲେନ ଏବେ ଯାଉଛୁ ଆମେ ଗାଧା ପାଧା କରବାର୍ ଲାଗି ଦେଖୁଛ ତ କେନ୍ତା ଭିଡ଼ ଅଛନ୍ କେନ୍ତା କ୍ରାଉଡ୍ ଅଛନ୍ ତ ଗାଧବାରଟା ତ ଦେଖି ନାଇଁ ହୁଏ ଆଉ ସଭିଏ ଗାଧି ଯିବୁ ମୋବାଇଲ୍ କିଏ ଧରବା ହେଥିର୍ଲାଗି ଆମେ ଏଇଟା ଦେଖ ମୋବାଇଲ୍ ରଖିକରି ଆମେ ଗାଧା ପାଧା କରି ସାରିଦେଲୁନ ଗାଧା ପାଧା କରି ସାରିଲା ପରେ ଆମେ ଏଇଟା ପଳେଇ ଯାଇଥିଲୁ ଏଇଟା ପାହାଡ଼ରେ କିଛି ମିଠା ଫିଠା ଟିକେ କିଣିଲୁ ହେନ ତ ଯାହା ଭୋଗ ଭୋଗି ନେଇଥିଲୁ ଏଇଟା ମିଠା ମୁଠି କିଣିଲୁ ତାରପରେ ଟିକେ ଏଇଠି ଯିବୁ ରାସ୍ତାରେ ମକା ଟିକେ ନ ଖାଇଦେଲୁ ତାପରେ ଆମେ ଘରକୁ ବାହାରି ଗଲୁ ଆଇ ହୋପ୍ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥିବା ଭଲ ଲାଗୁଛି ଲାଇକ୍ କର ସେୟାର କର ସବସ୍କ୍ରାଇବ୍ କର ଆଉ ବେଲ୍ ଆଇକନ୍କୁ ପ୍ରେସ୍ କର ଟାଟା ବାଏ ବାଏ ଫେର ଦେଖା ହବ।